ବାପା ପୋଡ଼ିଦେଲା ପୁଅ ଓ ବୋହୂଙ୍କୁ। ଏମିତି ଏକ ମର୍ମନ୍ତୁଦ ଘଟଣା ଘଟିଛି ବାରଙ୍ଗ ବାର୍ସିଙ୍ଗା ଗ୍ରାମରେ। ବୋହୂର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ପୁଅ କରୁଛି ମୃତ୍ୟୁ ସହ ସଂଘର୍ଷ। ଗତକାଲି ରାତି ବାରଙ୍ଗ ବାର୍ସିଙ୍ଗା ଗ୍ରାମରେ ଗୋବର୍ଦ୍ଧନ ରାଉତ ପୁଅ ଦୀନବନ୍ଧୁ ଓ ବୋହୂ ପୂଜାଙ୍କୁ ଖାଇ ବସିଥିବା ବେଳେ ପେଟ୍ରୋଲ ଢାଳି ନିଆଁ ହୁଳା ପକାଇ ଜାଳିଦେଲା। ଗୁରୁତର ଦଗ୍ଧ ଅବସ୍ଥାରେ ଉଭୟ ପୁଅ ଓ ବୋହୂଙ୍କୁ ଚିକିତ୍ସା ପାଇଁ କଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି ବୋହୂ ପୂଜା। ପୁଅ ଦୀନବନ୍ଧୁର ଶରୀର 80% ଜଳିଯାଇଥିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି। ପୋଲିସ ଓ ସାଇଣ୍ଟିଫିକ୍ ଦଳ ଆସି ତଦନ୍ତ ଆରମ୍ଭ କରିଛି। ନିଜର ମା ଆଗରେ ଡାଇନିଂ ରୁମ୍ରେ ହୃଦୟ ବିଦାରକ ଦୃଶ୍ୟ ଘଟାଇଥିଲା ନିଶାଖୋର ପୁଅ ଗୋବର୍ଦ୍ଧନ। ନିଜର ପୁଅ ବୋହୂଙ୍କୁ ପୋଡ଼ି ସୁନାର ସଂସାରକୁ ଛାରଖାର କଲା ଗୋବର୍ଦ୍ଧନ। ସ୍ତ୍ରୀ ମରିଯାଇଥିବାରୁ 65 ବର୍ଷ ବୟସରେ ବୃଦ୍ଧ କାଳରେ ଗୋବର୍ଦ୍ଧନର ଆଉ ଏକ ବିବାହ କରିବାକୁ ଚାହୁଁଥିଲା। ସେଥିପାଇଁ ରାଗରେ କାଣ୍ଡ ଘଟାଇଥିବା କହନ୍ତି ଆସାମୀ ଗୋବର୍ଦ୍ଧନର ମା ତଥା ଦୀନବନ୍ଧୁର ଜେଜେମା। ସେପଟେ ଗୁରୁତର ଦୀନବନ୍ଧୁର ପିଉସୀ ପୁଅ ଭାଇ ପ୍ରମୋଦ ପ୍ରଧାନ ଘଟଣା ସମ୍ପର୍କରେ ବାରଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ 303 ଓ 307 ଦଫାରେ ଆସାମୀ ଗୋବର୍ଦ୍ଧନ ନାମରେ ମକଦ୍ଦମା ରୁଜୁ କରିଛି ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ବୃଦ୍ଧ ବୟସରେ ନିଶା ଓ ବିବାହର ଆଶାରେ ବାପ ପୋଡ଼ିଦେଲା ପୁଅ ଓ ବୋହୂଙ୍କୁ, ଛାରଖାର କଲା ନିଜେ କରିଥିବା ସୁନାର ସଂସାରକୁ। ବାରଙ୍ଗରୁ ରୁଦ୍ରନାରାୟଣ ଷଡ଼ଙ୍ଗୀଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।